ଆସନ୍ତା 17 ଓ 18 ତାରିଖରେ ବିଧାନସଭାର ପ୍ରଶିକ୍ଷଣ ଶିବିର ନୂତନ ବିଧାୟକ ମାନଙ୍କୁ ନେଇ ଯେଉଁ ପ୍ରଶିକ୍ଷଣ ଶିବିର ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ସେ କାର୍ଯ୍ୟକ୍ରମରେ ଚଳିତ ଥର ବିଜେଡି ଯୋଗ ଦେବ ନାହିଁ ବୋଲି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳର ମୁଖ୍ୟ ସଚେତକା ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଆମ ଗହଣରେ ଅଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ, ଆସନ୍ତୁ ତାଙ୍କ ସହିତ ଆଲୋଚନା କରିବା। ଜାଣିବାକୁ ଚାହିଁବୁ ଯେ କଣ ପାଇଁ ଆପଣଙ୍କର ଦଳ ଏଥର ସାମିଲ ହବ ନାହିଁ ଓରିଏଣ୍ଟେସନ କାର୍ଯ୍ୟକ୍ରମ? ସାଧାରଣତଃ ବିଧାନସଭାର ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ଗୃହର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥାନ୍ତି, ବାଚସ୍ପତି ଅଧ୍ୟକ୍ଷତା କରିଥାନ୍ତି। এটা ପରମ୍ପରା ଅନୁସାରେ ଚାଲି ଆସିଛି, କିନ୍ତୁ ଏଇଥର ବ୍ୟତିକ୍ରମ ଦେଖାଯାଇଛି ଯେ ବିଧାନସଭାର ଓରିଏଣ୍ଟେସନ ପ୍ରୋଗ୍ରାମକୁ এই ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀମାନେ ଆସିକି ଉଦ୍ଘାଟନ କରିବେ, କେନ୍ଦ୍ରମନ୍ତ୍ରୀମାନେ ପ୍ରଶିକ୍ଷଣ ଦେବେ, କେନ୍ଦ୍ରମନ୍ତ୍ରୀମାନେ ଉଦ୍ଯାପନ କରିବେ। ଏ କଥା କରାଯାଇଛି, ଏ ବିଧାନସଭାର ଗାରିମାକୁ ନଷ୍ଟ କରୁଛି, ଓଡ଼ିଆ ଅସ୍ମିତାକୁ ନଷ୍ଟ କରୁଛି। ଯେଉଁଭଳି ଭାବରେ ବିଧାନସଭାର ପରିସରକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରୁଛି ବିଜେପି ସରକାର, ଯେ କେବଳ ଦଳ କଥା ଚିନ୍ତା କରାଯାଉଛି, ଦଳୀୟ ନେତାକୁ ସନ୍ତୁଷ୍ଟ କରାଯାଉଛି, ଦଳୀୟ ନେତାଙ୍କୁ ଡାକିକି ଦିଲ୍ଲୀରୁ ତାଙ୍କର ଗାରିମା ବଢ଼େଇବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ତାଙ୍କ ଦଳୀୟ କାର୍ଯ୍ୟକ୍ରମ ତାଙ୍କର ବିଧାନସଭାର ଏଭଳି ଭାବରେ ଗାରିମା ନଷ୍ଟ କରୁଥିବା, ବିଧାନସଭାର ଗାରିମାକୁ ନଷ୍ଟ କରୁଥିବା କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ଯୋଗ ଦେବ ନାହିଁ। ଓଡ଼ିଆ ଅସ୍ମିତାକୁ ନଷ୍ଟ କରୁଥିବା, ଓଡ଼ିଶାରେ କ'ଣ ମୁଖ୍ୟମନ୍ତ୍ରୀ ନାହାନ୍ତି? ଓଡ଼ିଶାରେ କ'ଣ ବାଚସ୍ପତି ନାହାନ୍ତି? ଓଡ଼ିଶାରେ କ'ଣ ସିନିୟର ବିଧାୟକମାନେ ନାହାନ୍ତି? ସେମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ଏ କାର୍ଯ୍ୟକ୍ରମ କରାଉଛନ୍ତି। ତେଣୁ ଆମେ ସେ କାର୍ଯ୍ୟକ୍ରମକୁ ବର୍ଜନ କରୁଛୁ, ସେ କାର୍ଯ୍ୟକ୍ରମରେ ଆମେ ଯୋଗ ଦେବୁ ନାହିଁ। ଯେଉଁଭଳି ଭାବରେ ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଥିଲେ, ଆଜି ବିଜେପି ସରକାର ପ୍ରମାଣ କରିଛି ଯେ ଆମେ ଓଡ଼ିଆ କିଛି ନୁହଁ, ଆମେ ମୁଖ୍ୟମନ୍ତ୍ରୀ କିଛି ନିଷ୍ପତ୍ତି ନେଇପାରିବୁ ନାହିଁ, ଆମେ ବିଧାନସଭାରେ କିଛି ନିଷ୍ପତ୍ତି ନେଇପାରିବୁ ନାହିଁ। ଯାହା ଦିଲ୍ଲୀରୁ ନେତାମାନେ ନିର୍ଦ୍ଦେଶ ଦେବେ ସେଇ ଅନୁସାରେ ଆମେ କାର୍ଯ୍ୟକ୍ରମ କରିବୁ। କାରଣ ଦିଲ୍ଲୀ ନେତାକୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ଓରିଏଣ୍ଟେସନ ପ୍ରୋଗ୍ରାମରେ ତାଙ୍କୁ ଡାକୁଛନ୍ତି ଏବଂ ତାକୁ ଏକ ଦଳୀୟ କାର୍ଯ୍ୟକ୍ରମ ଭାବରେ ବ୍ୟବହାର କରୁଥିବାରୁ ବିଜୁ ଜନତା ଦଳର କୌଣସି ବିଧାୟକ ବିଧାୟିକା ଏ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ଯାହା ଆପଣ ମାନେ ଶୁଣୁଥିଲେ, ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ସୂଚନା ଦେଉଥିଲେ ଯେ ବିଜେପିର ସରକାର ଏହାକୁ ଏକ ଦଳୀୟ କାର୍ଯ୍ୟକ୍ରମ ଭାବରେ ପ୍ରାୟୋଜିତ କରୁଥିବାରୁ ଏଥର ବିଜେଡି ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହେବ ନାହିଁ ବୋଲି ସେ ପତ୍ର ଲେଖି ବାଚସ୍ପତିଙ୍କୁ ଅବଗତ କରିଛନ୍ତି। ବିଞ୍ଜାରପୁରରୁ ଦେବପ୍ରସାଦ ସାହୁଙ୍କ ରିପୋର୍ଟ, MBC TV।